ଅଜଣା ଗାଡ଼ି ଧକ୍କାରେ 9 ଗୋମାତାଙ୍କ ମୃତ୍ୟୁ 2 ଆହତ। ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ। ଅନୁଗୁଳ ଜିଲ୍ଲା ବରପାଳ ଥାନା ନିକଟ ନୂଆହତା ଗ୍ରାମ ପଞ୍ଚାୟତ 55 ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ 9 ଗୋମାତାଙ୍କ ମୃତ୍ୟୁ 2 ଆହତ ହୋଇଥିବା ଭଳି ଅଘଟଣ ଘଟିଛି। ସୂଚନା ମୁତାବକ ଜାତୀୟ ରାଜପଥରେ ବରପାଳ ଅଞ୍ଚଳରେ ଗୋମାତାଙ୍କ ମୃତ୍ୟୁ ଘଟି ଚାଲିଥିବା ବେଳେ ନା ଚେତୁଛି ପ୍ରଶାସନ ନା ଗାଈ ପାଳୁଥିବା ମାଲିକ। ଘଟଣାସ୍ଥଳରେ ନୂଆହତା ସରପଞ୍ଚଙ୍କ ସୁପୁତ୍ର ବିକି ଧୀର ପହଞ୍ଚି ଗୋସେବା ସଂଘକୁ ଯୋଗାଯୋଗ କରି ଆହତ 2 ଗୋମାତାଙ୍କ ଚିକିତ୍ସା କରାଇଛନ୍ତି। ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ବରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ବରପାଳ ଦମକଳ ବାହିନୀ ଯୋଗାଯୋଗ କରିଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ଓ ଜେସିବି ମେସିନ୍ ସହାୟତାରେ 9 ମୃତ ଗୋମାତାଙ୍କୁ ପୋତା ଯାଇଥିଲା।